ବୃକ୍ଷରୋପଣ ମହାପୁଣ୍ୟ। ଗୋଟାଏ ପତ୍ରର ମୂଲ୍ୟ ତାକୁ ପଚାର ଯିଏ ପତ୍ରରୁ ଅକ୍ସିଜେନ୍ ପାଇଥାଏ। ଗୋଟାଏ ଡାଳର ମୂଲ୍ୟ ତାଙ୍କୁ ପଚାର ଯିଏ ଅନେକ ପକ୍ଷୀମାନେ ବାସସ୍ଥାନ କରି ଜୀବନ ବିତାନ୍ତି। ଗୋଟାଏ ଫୁଲର ମୂଲ୍ୟ ତାଙ୍କୁ ପଚାର ଯିଏ ଭଗବାନଙ୍କ ମଥାରେ ଲେଖେ। ଗୋଟାଏ ଫଳର ମୂଲ୍ୟ ତାଙ୍କୁ ପଚାର ଯିଏ ଫଳ ଆହାର କରି ଜୀବନ ବିତାଇଥାଏ। ଗୋଟାଏ ଚେର ଆଉ ମୂଳର ମୂଲ୍ୟ ତାଙ୍କୁ ପଚାର ଯିଏ ଚେରମୂଳି ଔଷଧ ଖାଇ ଆରୋଗ୍ୟ ଲାଭ କରିଥାଏ। ଗଛ ବିନା ମଣିଷ କେବେ ବଞ୍ଚିପାରେ ନା, କିନ୍ତୁ ଗଛ ମଣିଷ ବିନା ବଞ୍ଚିପାରେ। ଗଛ ତାର ଜନ୍ମଠୁ ମୃତ୍ୟୁ ପରେ ମଧ୍ୟ ଆମ ପାଇଁ ସଦାବେଳେ ଉପକାର ଦେଇଥାଏ। ଏ ମଣିଷ ସଦାବେଳେ ଗଛରୁ ଉପକାର ପାଇଥାଏ। ତେଣୁ ଆସନ୍ତୁ ଆମେ କିଛି ସମୟ ସେଇ ଗଛଟିଏ ଲଗାଇବା। ପବିତ୍ର ଆଷାଢ଼ ପୂର୍ଣ୍ଣିମା ଗୁରୁ ପୂର୍ଣ୍ଣିମାରେ ମଡର୍ଣ୍ଣ ଆଇ କେୟାର ଆଇ ହସ୍ପିଟାଲ ବ୍ରହ୍ମପୁର ଗୁଡ୍ ମର୍ଣ୍ଣିଂ ଟିମ୍ ବ୍ରହ୍ମପୁର ତରଫରୁ ଶକ୍ତିପୀଠ ମା ମୟୂରକାଳ ନିକଟସ୍ଥ ବନ୍ଥପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 101 ଗୋଟି ବୃକ୍ଷ ଚାରାରୋପଣ କରାଯାଇଛି। ସମସ୍ତଙ୍କୁ ଅନୁରୋଧ, ଜୀବନରେ प्रत्येक समय प्रत्येक मुहूर्तरे हमें दुनिया की लोग हमारे बारे में क्या कहेंगे वो दुनिया की लोग सोचेंगे। हमें जो काम करना है वो हमें सोचना है। चार लोग चार बातें हमारे बारे में क्या कहेंगे वो सोचते सोचते जिंदगी की आखिरी 4 पल भी बीत गए। 4 लोग कंधे में लेते लेते बस 4 ही बात कह के चले गए। राम नाम सत्य है, हरि नाम सत्य है।